OSU BOD ବ୍ଲକ୍ 1 ଲୋକ ସଂସ୍କୃତି ଓ ଲୋକ ସାହିତ୍ୟର ସଂଜ୍ଞା ସ୍ୱରୂପ ପ୍ରକାରଭେଦ। ପ୍ରଥମ ଏକକ ଲୋକ ସଂସ୍କୃତିର ସଂଜ୍ଞା ଓ ସ୍ୱରୂପ। ସର୍ଟ କ୍ୱେଶ୍ଚନ୍ ନମ୍ବର 1 କେତେ ଶତାବ୍ଦୀରେ ଇଂରାଜୀ କଲଚର ଶବ୍ଦର ଭାରତୀୟ ପ୍ରତିଶବ୍ଦ ଭାବରେ ସଂସ୍କୃତି ଶବ୍ଦକୁ ଗ୍ରହଣ କରାଯାଇଥିଲା? ଉତ୍ତର 19 ଶତାବ୍ଦୀ। 2 ସଂସ୍କୃତି ଶବ୍ଦଟି କିପରି ଗଠିତ ହୋଇଛି ଓ ଏହାର ଅର୍ଥ କ'ଣ? ସଂସ୍କୃତି ଶବ୍ଦଟି ସମ୍ ଏବଂ କୃତି ଏହି ଦୁଇଟି ଶବ୍ଦର ମିଶ୍ରଣରୁ ସୃଷ୍ଟି ହୋଇଛି। ସଂସ୍କୃତ ବ୍ୟାକରଣ ଶାସ୍ତ୍ର ଅନୁଯାୟୀ ସମ୍ ଉପସର୍ଗ ପୂର୍ବକ କୃ ଧାତୁରୁ 3 ପ୍ରତ୍ୟୟ ଯୋଗ କରାଯାଇ ସଂସ୍କୃତି ଶବ୍ଦ ଗଠିତ ହୋଇଛି। ସଂସ୍କୃତିର ବ୍ୟାକରଣଗତ ଅର୍ଥ ହେଉଛି ସମ୍ୟକ୍ ରୂପେ କର୍ଷଣ କରିବା। ଜୀବନରେ ଓ ସମାଜରେ ଅସତ୍ୟ ଅନ୍ୟାୟ ଅତ୍ୟାଚାରକୁ ଲୋପ କରି ସତ୍ୟ ନ୍ୟାୟ ପ୍ରେମ ପରି ମୂଲ୍ୟବୋଧ ପ୍ରତିଷ୍ଠା କରିବାର ନିରନ୍ତର ସାଧନାକୁ ସଂସ୍କୃତି କୁହାଯାଏ। ନମ୍ବର 3 ସଂସ୍କୃତି ଗବେଷକମାନେ ସଂସ୍କୃତିକୁ ଐତିହାସିକ ଦୃଷ୍ଟିରୁ କେତେ ଭାଗରେ ବିଭକ୍ତ କରିଛନ୍ତି ଓ ତାର ସ୍ୱରୂପ ନିର୍ଣ୍ଣୟ କରିଛନ୍ତି ଓ ତାହା କ'ଣ କ'ଣ? ସଂସ୍କୃତି ଗବେଷକମାନେ ସଂସ୍କୃତିକୁ ଐତିହାସିକ ଦୃଷ୍ଟିରୁ ଦୁଇ ଭାଗରେ ବିଭକ୍ତ କରି ତାର ସ୍ୱରୂପ ନିର୍ଣ୍ଣୟ କରିଛନ୍ତି ଯଥା ନମ୍ବର 1 ଶିଷ୍ଟ ସଂସ୍କୃତି ଏବଂ ନମ୍ବର 2 ଲୋକ ସଂସ୍କୃତି। ନମ୍ବର 4 ଶିଷ୍ଟ ସଂସ୍କୃତି କହିଲେ କ'ଣ ବୁଝ? ଶିଷ୍ଟ ସଂସ୍କୃତି ହେଉଛି ଅଭିଜାତ ବର୍ଗର ସଂସ୍କୃତି। ଏହା ମଣିଷର ବୌଦ୍ଧିକ ବିକାଶର ଉଚ୍ଚତମ ସୋପାନ। ଏହାର ଚର୍ଚ୍ଚା ଓ ଆଲୋଚନା ସଦାବେଳେ ତର୍କ ଓ ପ୍ରମାଣ ପ୍ରଧାନ ହୋଇଥାଏ। ନମ୍ବର 5 ଲୋକ ସଂସ୍କୃତି କହିଲେ କ'ଣ ବୁଝ? ସମଗ୍ର ବିଶ୍ୱରେ ଆଞ୍ଚଳିକ ଭିତ୍ତିରେ ପ୍ରଚଳିତ ହୋଇ ଆସୁଥିବା ଅନୁନ୍ନତ ବର୍ଗର ରୀତି ନୀତି ଆଦିର ସମାହାର ହେଉଛି ଲୋକ ସଂସ୍କୃତି। ଲୋକମାନସ ହିଁ ଲୋକ ସଂସ୍କୃତିର ଉତ୍ସ। ଏହା ଭିତରେ ସଂସ୍କୃତିର ମୂଳ ସ୍ୱରୂପକୁ ଦେଖିହୁଏ। ସଂସ୍କୃତି ଶବ୍ଦର ଆଗରେ ଲୋକ ଶବ୍ଦ ସଂଯୁକ୍ତ ହୋଇ ଲୋକ ସଂସ୍କୃତି ଗଠିତ ହୋଇଥାଏ। ଏହା ସଂସ୍କୃତିର ଏକ ବିଶେଷ ଅର୍ଥ ଓ ସ୍ୱରୂପକୁ ଚିହ୍ନାଇଥାଏ। ଏହା ଲୋକମାନସର ଅତି ପ୍ରାଚୀନ ତଥା ପାରମ୍ପରିକ ସମ୍ପତ୍ତି। ଯେକୌଣସି ଅଞ୍ଚଳର ସମାଜ ବା ମାନବ ଗୋଷ୍ଠୀ ଉତ୍ତରାଧିକାର ସୂତ୍ରରେ ପୂର୍ବ ପିଢ଼ିଠାରୁ ଏହା ପ୍ରାପ୍ତ ହୋଇଥାଏ ଏବଂ ତହିଁରେ ନିଜର ସମକାଳର ଅନୁଭବ ବିଚାରକୁ ସଂଯୋଜିତ କରି ପରବର୍ତ୍ତୀ ପିଢ଼ି ପାଇଁ ଛାଡ଼ି ଦେଇ ଯାଇଥାଏ। ଏଥିରେ ବିବାହ ଉତ୍ତରାଧିକାର ଶୈଶବ ବୟଃପ୍ରାପ୍ତି ମୃତ୍ୟୁ ଶବ ସତ୍କାର ବିଭିନ୍ନ ଉତ୍ସବ ଯୁଦ୍ଧ ଶିକାର ମାଛଧରା ଶୈଶବ ମୃତ୍ୟୁ ବୟଃପ୍ରାପ୍ତି ଶବ ସତ୍କାର କ୍ରିୟାକର୍ମ କାହାଣୀ କିମ୍ବଦନ୍ତୀ ଗୀତ ନୃତ୍ୟ ପ୍ରବାଦ ପ୍ରବଚନ ନାଁ ଦିଆ ପିଲାବୁଲାଣିଆ ଗୀତ ଯାଦୁ ଡାହାଣୀ ବିଦ୍ୟା ରୋଗ ସାମାଜିକ ପ୍ରଥା ବିଶ୍ୱାସ ଖୋଲା କାହାଣୀ ଓ ଲୋକବିଶ୍ୱାସ ଏହାର ଅନ୍ତର୍ଗତ। ନମ୍ବର 6 ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜଗତରେ ଲୋକ ସଂସ୍କୃତି କେଉଁ ଭାବରେ ଗୃହୀତ ହେଉଛି? ମାନବ ବିଦ୍ୟା। ନମ୍ବର 7 ଫୋଲ୍କଲୋର ଶବ୍ଦଟି ଗଠିତ ହୋଇଛି ଇଂରାଜୀ ଫୋକ୍ ଏବଂ ଲୋର ଶବ୍ଦ ଦୁଇଟିକୁ ନେଇ ଫୋକ୍ଲୋର ଶବ୍ଦଟି ଗଠିତ। ଫୋକ୍ଲୋର ଶବ୍ଦଟିକୁ କିଏ ଓ କେବେ ପ୍ରକାଶିତ ବା ଗ୍ରହଣ କରିଥିଲେ? ଫୋକ୍ଲୋର ଶବ୍ଦଟିକୁ ଇଂରାଜୀ ପୁରାତତ୍ତ୍ୱବିତ୍ ୱିଲିୟମ ଜନ୍ ଥୋମସ 1846 ମସିହା ଅଗଷ୍ଟ ମାସରେ ପ୍ରକାଶିତ ଦ ଏନ୍ଥୁଇଜମ୍ ପତ୍ରିକାରେ ଏକ ଲେଖା ମାଧ୍ୟମରେ ଦେଇଥିବା ପ୍ରସ୍ତାବ ଅନୁଯାୟୀ ପପୁଲାର ଆଣ୍ଟିକ୍ୟୁଟିସ୍ ଆଣ୍ଡ ପପୁଲାର ଲିଟରେଚର ନାମରେ ପ୍ରଚଳିତ ଅଧ୍ୟୟନ ଓ ଗବେଷଣାକୁ ଫୋକ୍ଲୋର ନାମରେ ନାମିତ କରିଥିଲେ। ନମ୍ବର 9 ଭାରତୀୟ ବିଦ୍ୱାନମାନେ ଫୋକ୍ର ପ୍ରତିଶବ୍ଦ ଭାବରେ କାହାକୁ ଗ୍ରହଣ କରିଛନ୍ତି? ପର୍ଯ୍ୟାୟବାଚୀ ଲୋକ ଶବ୍ଦ। ଲୋରର ଭାରତୀୟ ପ୍ରତିଶବ୍ଦ ଭାବରେ କାହାକୁ ଗ୍ରହଣ କରାଯାଇଛି? ଦ୍ରୁତ ବାର୍ତ୍ତା ଧାରା ବିଦ୍ୟା ସଂସ୍କୃତି ତତ୍ତ୍ୱ ଜ୍ଞାନ ଚର୍ଚ୍ଚା ଓ ସାହିତ୍ୟ। ଲୋକ ଶବ୍ଦ କିପରି ଗଠିତ ହୋଇଛି? ସଂସ୍କୃତରେ ଲୋକ ଦର୍ଶନ ଧାତୁରେ ଘଞ୍ଚ ପ୍ରତ୍ୟୟ ଯୁକ୍ତ ହୋଇ ଲୋକ ଶବ୍ଦ ଗଠିତ ହୋଇଛି। ଲୋକ ଶବ୍ଦର ଅର୍ଥ ହେଲା ଯେ ଦେଖିପାରେ ବା ଦେଖିବା ଲୋକ। ନମ୍ବର 12 ଶ୍ରୀମଦ୍ ଭାଗବତ ଗୀତାରେ ଲୋକ ଶବ୍ଦକୁ କେଉଁ ଅର୍ଥରେ ବ୍ୟବହାର କରାଯାଇଛି? ସମୂହ ଅର୍ଥରେ। 13 ସିଦ୍ଧାନ୍ତ କୌମୁଦୀରେ ଲୋକ ଶବ୍ଦର ଅର୍ଥ କ'ଣ? ଦେଖଣାହାରୀ। ନମ୍ବର 14 ମହାଭାଷ୍ୟରେ ପତଞ୍ଜଳି ଲୋକ ଶବ୍ଦକୁ କେଉଁ ଅର୍ଥରେ ବ୍ୟବହାର କରିଛନ୍ତି? ଜନତା ଅର୍ଥରେ। 15 ଜୈମିନୀୟ ଉପନିଷଦରେ ଲୋକ ଶବ୍ଦର ଅର୍ଥ କ'ଣ? ଅଖିଳ ସଂସାରର ସମସ୍ତ ମାନବ ସମୂହ ମାନବ କ୍ରିୟାକଳାପ ଓ ବିଚାର ପରମ୍ପରା। 16 ସର୍ବପ୍ରାଚୀନ ଋଗ୍ବେଦରେ ଲୋକ ଶବ୍ଦର ଅର୍ଥ କ'ଣ? ସ୍ଥାନ ବା ଭୁବନ। 17 ଐତରେୟ ଉପନିଷଦରେ ଲୋକ ଶବ୍ଦର ଅର୍ଥ କ'ଣ? ଭୁବନ। 18 ବ୍ୟାସଦେବଙ୍କ ମହାଭାରତରେ ଲୋକ ଶବ୍ଦର ଅର୍ଥ କ'ଣ? ସାଧାରଣ ଜନତା। 19 ଅଗ୍ନିପୁରାଣରେ ଲୋକ ଶବ୍ଦର ଅର୍ଥ କ'ଣ? ସଂସାର।
20 ଗୀତାରେ ଲୋକ ଶବ୍ଦର ଅର୍ଥ କ'ଣ? ଲୋକଶାସ୍ତ୍ର ବା ଲୌକିକ ନିୟମାଚାରର ମହତ୍ଵ। 21 ପାଣିନିଙ୍କର ଅଷ୍ଟାଧ୍ୟାୟୀରେ ଲୋକ ଶବ୍ଦର ଅର୍ଥ କ'ଣ? ଲୌକିକ ବା ସାର୍ବଲୌକିକ। 22 ବୌଦ୍ଧ ଧର୍ମର ବିକାଶରେ ଲୋକ ଶବ୍ଦର ଅର୍ଥ କ'ଣ? ମାନବୀୟ ଉତ୍କର୍ଷତା। 23 ଅଶୋକଙ୍କ ଶିଳାଲେଖରେ ଲୋକ ଶବ୍ଦର ଅର୍ଥ କ'ଣ? ପ୍ରଜାମାନଙ୍କ ଉଦ୍ଦେଶ୍ୟରେ ବ୍ୟବହୃତ। 24 ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରରେ ଲୋକ ଶବ୍ଦର ଅର୍ଥ କ'ଣ? ଜନସାଧାରଣ। 25 ଆମେରିକୀୟ ଲୋକତତ୍ତ୍ୱବିତ୍ ଆଲାନ୍ ଡୁଣ୍ଡୁସ୍ଙ୍କ ମତରେ ଲୋକ ଶବ୍ଦର ଅର୍ଥ କ'ଣ? ଦ ଟର୍ମ ଫୋକ୍ can refer to any group of people who so even share at least one common factor. Even ethnic group has its own folklore. ଆମେ ତାହାକୁ ଲୋକ ଭାବରେ ଗ୍ରହଣ କରିପାରିବା ଯାହାର ବା ଯେଉଁ ବ୍ୟକ୍ତିର ଅନ୍ତତଃ ପକ୍ଷେ ଏକ ସାଧାରଣ ଜୀବିକା, ଧର୍ମ ଅଥବା ଭାଷା ରହିଥିବା ସହ ସମାନ ଧର୍ମ, ବିଶ୍ୱାସ, ମାନସିକତା ପରିପୃଷ୍ଟ ମାନବ ଗୋଷ୍ଠୀ ବା ସମାଜ ଅନ୍ତର୍ଭୁକ୍ତ ହୋଇଥିବ। 26 ଡକ୍ଟର ଶ୍ୱେତେନ୍ଦ୍ରଙ୍କ ମତରେ ଲୋକ ଶବ୍ଦର ଅର୍ଥ କ'ଣ? ମଣିଷ ସମାଜର ଯେଉଁ ବର୍ଗ ଆଭିଜାତ୍ୟ ବର୍ଗ ପୂର୍ଣ୍ଣ ସଂସ୍କାର, ଶାସ୍ତ୍ରୀୟତା ଓ ପାଣ୍ଡିତ୍ୟପୂର୍ଣ୍ଣ ଚେତନାଠାରୁ ଦୂରରେ ରହେ ଓ ଅହଂଶୂନ୍ୟ ଅଟେ ଏବଂ ଏକ ନିର୍ଦ୍ଦିଷ୍ଟ ପରମ୍ପରା ପ୍ରବାହରେ ଜୀବିତ ରହେ, ସେହି ବର୍ଗକୁ ଲୋକ ଭାବରେ ଗ୍ରହଣ କରାଯାଇପାରିବ। 27 ଭାରତୀୟ ଗବେଷକ ଡକ୍ଟର ହଜାରୀ ପ୍ରସାଦ ଦ୍ୱିବେଦୀଙ୍କ ମତରେ ଲୋକ ଶବ୍ଦର ଅର୍ଥ କ'ଣ? ଲୋକ ଶବ୍ଦର ଅର୍ଥ ଜନପଦ କିମ୍ବା ଗ୍ରାମ ନୁହେଁ, ବରଂ ସହର ଏବଂ ଗାଁରେ ଥିବା ସମସ୍ତ ଜନତା ଅଟନ୍ତି, ଯେଉଁମାନଙ୍କର ବ୍ୟବହାରିକ ଜ୍ଞାନର ଆଧାର ପୋଥି ନୁହେଁ। ଏହି ଲୋକମାନେ ସହରର ପରିଷ୍କୃତ ରୁଚି ସମ୍ପନ୍ନ ତଥା ସୁସଂସ୍କୃତ ଲୋକଙ୍କ ଅପେକ୍ଷା ଅଧିକ ସରଳ ଓ ଅକୃତ୍ରିମ ଜୀବନରେ ଅଭ୍ୟସ୍ତ ଥାନ୍ତି ଓ ପରିଷ୍କୃତ ରୁଚିସମ୍ପନ୍ନ ଲୋକଙ୍କ ବିଳାସମୟତା ଓ ସୁକୁମାର୍ଜ୍ୟତାକୁ ବଞ୍ଚାଇବା ପାଇଁ ଯେଉଁ ବସ୍ତୁ ଆବଶ୍ୟକ ହୋଇଥାଏ ତାକୁ ସେମାନେ ଉତ୍ପନ୍ନ କରିଥାନ୍ତି। 28 ଡକ୍ଟର କୁଞ୍ଜ ବିହାରୀ ଦାସଙ୍କ ମତରେ ଲୋକ ଶବ୍ଦର ସଂଜ୍ଞା। ଲୋକ ଶବ୍ଦ ବିଶେଷ ବ୍ୟାପକ। ଏହାର ଅର୍ଥ ସର୍ବସାଧାରଣ ଜନତା, କନ୍ଧ, କୋଲ୍ହ, ପରଜା, ଭୂୟାଁ, ଗଣ୍ଡ, ଗଦ୍ବା ପ୍ରଭୃତି ଆଦିବାସୀଙ୍କ ଠାରୁ ଆରମ୍ଭ କରି ପଲ୍ଲୀ ଓ ନଗରର ଅଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଜନତା ପର୍ଯ୍ୟନ୍ତ ସମସ୍ତେ ଏହାର ଅନ୍ତର୍ଗତ। ଏମାନଙ୍କ ସଂସ୍କୃତିକୁ ଲୋକ ସଂସ୍କୃତି କୁହାଯାଏ। 29 ସମାଲୋଚକ ଡକ୍ଟର ରତ୍ନାକର ଚୈନୀଙ୍କ ମତରେ ଲୋକ ଶବ୍ଦର ଅର୍ଥ ଶିକ୍ଷା, ବାହ୍ୟ ଓ ସଂସ୍କୃତି ଓ ବିଜ୍ଞାନ ତଥା ବୈଷୟିକ କଳାର ମୋହରେ ପଡ଼ି ଯେଉଁମାନେ ସମୟ ସ୍ରୋତରେ ପରିବର୍ତ୍ତନଶୀଳ ହେଲେ ସେମାନେ ଲୋକଙ୍କଠାରୁ ପୃଥକ୍ ହୋଇଗଲେ। ଯେଉଁମାନେ ନିଜ ମାଟି, ନିଜ ପରିବେଶ ଓ ପରିସ୍ଥିତିରେ ପରିବର୍ତ୍ତନ ନ ହୋଇ ନିଜ ପରମ୍ପରାକୁ ଜାବୁଡ଼ି ଧରି ପଡ଼ି ରହିଲେ ସେମାନଙ୍କୁ କୁହାଗଲା ଲୋକ। ଅଶିକ୍ଷା ଲୋକର ସୁଗୁଣ ନୁହେଁ କିମ୍ବା ପରମ୍ପରା ପ୍ରତି ଆସକ୍ତ ହୋଇଥିବା ତାହାର ଦୁର୍ଗୁଣ ନୁହେଁ। ଯେଉଁମାନେ ମାଟି, ପାଣି, ପବନରେ ମମତା ତୁଟେଇ ପାରନ୍ତି ନାହିଁ କିମ୍ବା ବାହ୍ୟ ସାଂସ୍କୃତିକ ପ୍ରବାହକୁ ଆପଣେଇ ପାରି ନାହାନ୍ତି, ମୋଟାମୋଟ ଭାବେ ସେହିମାନେ ହେଲେ ଲୋକ। 30 ଭାରତରେ ଇଂରାଜୀ ଶବ୍ଦ ଫୋକ୍ ର ପ୍ରତିଶବ୍ଦ ଭାବେ କାହାକୁ ଗ୍ରହଣ କରାଯାଇଛି? ଗ୍ରାମ, ପଲ୍ଲୀ, ଜନପଦ। 31 ପାଶ୍ଚାତ୍ୟ ବିଦ୍ୱାନଙ୍କ ମତରେ ଲୋକ ସଂସ୍କୃତି। ଲୋକତତ୍ତ୍ୱବିତ୍ ହସ୍କୋଭିଟସ୍ ତାଙ୍କର ସମୟସୀମା ହେଉଛି 1895 1963। ଅଶିକ୍ଷିତ ସମାଜରେ ପ୍ରଚଳିତ ମିଥ୍, କାହାଣୀ, ଲୋକଗୀତ ଗୀତ ଓ ସଙ୍ଗୀତ ସମେତ ସଂସ୍କୃତିର ସୌନ୍ଦର୍ଯ୍ୟ ବିଧାୟକ କଳା ସମୂହ ଫୋକ୍ଲୋର୍ ଅଟେ। 32 ଆମେରିକାର ସ୍ୱନାମଧନ୍ୟ ଗବେଷକ ଷ୍ଟିଭ୍ ଥମ୍ପସନଙ୍କ ମତରେ ଲୋକ ସଂସ୍କୃତିର ଅର୍ଥ କ'ଣ? ଫୋକ୍ଲୋର୍ ହେଉଛି ଅଲିଖିତ ପରମ୍ପରା ଯାହାକି ଲୋକ ପାଖରୁ ଲୋକ ନିକଟକୁ ହସ୍ତାନ୍ତରିତ ହୋଇ ସ୍ମୃତି ବା ପ୍ରୟୋଗ ଦ୍ୱାରା ସଂରକ୍ଷିତ ହୋଇଥାଏ। 33 ଆଚାର ଟେଲରଙ୍କ ମତରେ ଲୋକ ସଂସ୍କୃତି ଅର୍ଥ କ'ଣ? ଲୋକ ସଂସ୍କୃତିର ଉପାଦାନ ପରମ୍ପରା କ୍ରମେ ଲୋକମୁଖର ଶବ୍ଦ ବା ପ୍ରଥା ଅବା ପ୍ରୟୋଗ ମାଧ୍ୟମରେ ପରିବାହିତ ହୋଇଥାଏ। ତାଙ୍କର ଆଉ ଏକ ମତ ପ୍ରଣିଧାନ ଯୋଗ୍ୟ। ମୌଖିକ ରୀତି ବା ପ୍ରଥା, ପରମ୍ପରା ଓ ଚାଲିଚଳଣି ମାଧ୍ୟମରେ ଗଢ଼ି ଆସୁଥିବା ଉପାଦାନ ହେଉଛି ଲୋକ ସଂସ୍କୃତି। ଜୋନ୍ ବେଲିସ୍ ତାଙ୍କର ସମୟସୀମା ହେଉଛି 1909 2011 ଙ୍କ ମତରେ ଫୋକ୍ଲୋର୍ର ଅର୍ଥ କ'ଣ? ଉଭୟ ଆଦିମ ଓ ସଭ୍ୟ ଜାତିର ପାରମ୍ପରିକ ସୃଷ୍ଟି ହିଁ ଲୋକ ସଂସ୍କୃତି। ଏଗୁଡ଼ିକ ଛନ୍ଦାୟିତ ଶବ୍ଦ ବା ଗଦ୍ୟମୟ ଭାଷାରେ ପ୍ରକାଶ ପାଇଥାଏ। ଲୋକବିଶ୍ୱାସ ବା ଅନ୍ଧବିଶ୍ୱାସ, ଚଳଣି, ଅନୁଷ୍ଠାନ, ନୃତ୍ୟ ଓ ନାଟକ ରୂପରେ ମଧ୍ୟ ଦେଖାଦେଇଥାଏ। 35 ସୋଫିଆ ୱାନଙ୍କ ମତରେ ଲୋକ ସଂସ୍କୃତିର ସଂଜ୍ଞା କ'ଣ?
लोक संस्कृति वास्तव में प्राचीन मनुष्यर मनोवैज्ञानिक अभिव्यक्ति। यही अभिव्यक्ति दर्शन धर्म विज्ञान और चिकित्सा क्षेत्र में अथवा सामाजिक संगठन बा धर्मानुष्ठान किंबा इतिहास कविता तथा साहित्यर अन्य बौद्धिक क्षेत्र में लाभ करें। 36 लेनिन मतरे लोक संस्कृतिर अर्थ कौन? लोक संस्कृति जनसाधारण आशा एवं आत्मभाव सहित संबंधित। भारतीय विद्वान दृष्टि लोक संस्कृति महात्मा गांधी लोक संस्कृति लुप्त होते जीवित सामग्री सहित यार संबंध रही है। 38 डॉक्टर कृष्ण देव उपाध्याय मतरे लोक संस्कृतिर संपर्क जनसाधारण से संस्कृति सहित रही जार प्रेरणा और उत्स होउछि लोक मनुष्यर बौद्धिक विकास रे बहु पूर्वर यार सृष्टि। रामनाथ सुमन लोक संस्कृति होउछि मानव समाजर समष्टिगत आत्मप्रकाश। एथिरे मानव हृदय अमृत अकृत्रिम भाव विद्वान थाए। डॉक्टर स्वतेंद्र लोकर अभिव्यक्ति भितर जो तत्व रही है ताही हेउछि लोक संस्कृति। ए.के. रामानुजन मतरे लोक संस्कृति होउछि अशिक्षित गोष्ठी और संस्कृतिर प्रतीकात्मक भाषा। डॉक्टर तुषार चट्टोपाध्याय मतरे लोक संस्कृति होउछि लोकायत संघात समाजर समष्टिगत प्रयास जीवन चर्चा और मानस चर्चार सामग्रिक कृति। 43 लोक संस्कृतिर संज्ञा निरूपण करथिबा विद्वानगण क्यों? डॉक्टर हजारी प्रसाद द्विवेदी, देवेंद्रनाथ सत्यार्थी, कृष्णदेव शर्मा, डॉक्टर बिरंची कुमार बरुआ, सुनीत कुमार चटर्जी, कुंज बिहारी दास, खगेश्वर महापात्र, कुमुद रंजन पाणिग्राही और श्याम सुंदर महापात्र। 44 लोक संस्कृतिर स्वरूप को केते भाग में विभक्त कराइछि कौन कौन? लोक संस्कृतिर स्वरूप को 3 भाग में विभक्त कराइछि। सेगुड़िक है लोकर मानस रूप, लोकर कार्य रूप एवं लोकर अभिव्यक्ति रूप।